ମୁଁ ସଞ୍ଜୟ କୁମାର ଜେନା ସଭାପତି ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ୍। ଭାଇ ଆଜି କ'ଣ କହିବେ ଦୋଳ ପୂର୍ଣ୍ଣିମା କଟକ ସହର ହଜାର ବର୍ଷ ଏବଂ ଏ ସଂସ୍କୃତିର ସହର। ଏ ସାଂସ୍କୃତିକ ସହର ସହିତ ସାଂସ୍କୃତିକ ସହରରେ ଅନେକ ପ୍ରକାରର 12 ବର୍ଷର 13 ପର୍ବ ଥାଏ। ଏ 13 ପର୍ବରେ ଅନେକ ପ୍ରକାରର ଆମର କାର୍ଯ୍ୟକ୍ରମ ରହିଛି। ଏ ପରିପ୍ରେକ୍ଷୀରେ ଏବଂ ଆଜି ପ୍ରଭୁଙ୍କର ଯେଉଁ ଆମେ ଭୋଗ ଦେବାରେ ଯେଉଁ ଅବସର ମିଳିଥାଏ ସେହି ସହିତ ଯେଉଁ ଆମ ଭିତରେ ଆଜି ଏକ ପବିତ୍ର ଦଶହରା, ଯେମିତି ଦଶହରା ପର୍ବ ଭଳିଆ ସେମିତି ଆଜି ଆମେ ଗୋଟେ ପର୍ବ ପାଳୁଛେ। କଟିକିଆଙ୍କର ଯେଉଁ ଗର୍ବ ଏବଂ ଗୌରବ ଦହିବରା ଦିବସ। ଆଜି ହେଉଛି ପବିତ୍ର ଦହିବରା ଦିବସର ଯେଉଁ ଟ୍ୟାଗ୍ ଆମକୁ ମିଳିଛି, ସେହି ଉପଲକ୍ଷେ ସବୁ ଦୋଳ ପୂର୍ଣ୍ଣିମା ଏବଂ ଏ ପତ୍ର ଦହିବରା ଦିବସକୁ ମାନେ ଆମ ଭିତରେ ଗୋଟେ ଉନ୍ମୋଦନା କରାଯାଇଛି। ତେଣୁ ମହାନଦୀ ବିହାର, ଆଇ ଲଭ୍ ମହାନଦୀ ବିହାର, ଆଇ ଲଭ୍ ଦହିବରା ଆଳୁଦମ୍, ଆଇ ଲଭ୍ କଟକ, ଆଇ ଲଭ୍ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ୍। ଇଏ ଯେଉଁ ନାରାବାଜି ସହିତ ଆମର ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତ୍ୟେକ ସହିତ କାନ୍ଧକୁ କାନ୍ଧ ମିଶାଇ ହାତକୁ ହାତ ମିଶାଇ ଆମେ ଯେମିତି ଗୋଟିଏ ମହାନଦୀ ବିହାର ଆଜି ପୂଜା କମିଟିଟା ଯେମିତି ଏଭଳି ଭାବରେ ଆମେ ସମସ୍ତେ ସବୁ ପର୍ବରେ ଏକାଠି ହେଇକିନା ଚାଲୁଛୁ। ଆଧିରେ କେବଳ ଗୋଟିଏ ଜିନିଷ ହେଉଛି ସାହସ ସହିତ କଦମ କଦମ ମିଶାଇ ଆମେ ଆଗକୁ ଯିବା ପାଇଁ ଯେଉଁ ରାସ୍ତା ଦେଖାଉଛି ମହାନଦୀ ବିହାର ଏକ ନୂତନ ଦିଗ, ନୂତନ ଆଶା, ନୂତନ ସବୁ ଏଠି ସ୍ମାର୍ଟ ସହର, ସ୍ମାର୍ଟ କର୍ପୋରେଟର, ସ୍ମାର୍ଟ MLA, ସ୍ମାର୍ଟ ସାଂସଦ, ସ୍ମାର୍ଟ ଅଞ୍ଚଳ ପ୍ରତି ଗଳି କନ୍ଦିରେ ଆପଣ ଦେଖିବେ ମହାନଦୀ ବିହାର ଗୋଟେ ରୂପରେଖ ଖାଇଛି ଏବଂ ଜିଲ୍ଲା ପ୍ରଶାସନକୁ ବି ମଧ୍ୟ ଖାଇଛି। ସବୁ କ୍ଷେତ୍ରରେ ନିଆରା କାର୍ଯ୍ୟକ୍ରମ ଆପଣ ଦେଖିବେ। ଚାପ ଖେଳରେ ନିଆରା ବି ମଧ୍ୟ ହେଇଥିଲା। ଠାକୁରଙ୍କର ପ୍ରତ୍ୟେକ ଯେଉଁ କାର୍ଯ୍ୟକ୍ରମ ଆପଣଙ୍କ ଜଗନ୍ନାଥଙ୍କର ଯେଉଁ ଆମର ହୁଏ ଶ୍ରୀଗୁଣ୍ଡିଚା ମହୋତ୍ସବ, ସିଏ ବି ଗୋଟେ ନିଆରା ହେଇଥିଲା। ଯେଉଁ କାର୍ଯ୍ୟକ୍ରମରେ ଆପଣ ଦେଖିବେ ସବୁ ପ୍ରକାର ନିଆରା। ଏଥରକ ଦୋଳ ପୂର୍ଣ୍ଣିମାରେ ଗୋଟିଏ ଦିନ କମ୍ ପଡ଼ୁଛି, ଯେଉଁଥିପାଇଁ ହୋଲି ଉତ୍ସବ ପୂର୍ବରୁ ଆମର ଫଗୁ ଦଶମୀରୁ ଯେଉଁ ଆରମ୍ଭ ହେଇଛି ଯେଉଁ ଦୋଳ, ଏ ଦୋଳର ଏ ବର୍ଷ ଆମର ବୋଧେ ପୂର୍ବରୁ ସେ ଗୋଟିଏ ଦିନ ବୋଧେ କମ୍ ପଡ଼ୁଛି, ଯେଉଁଥିପାଇଁ ଆମର ମାନେ ଏ ଯେଉଁ ଟାଇମ୍ ମ୍ୟାନେଜମେଣ୍ଟଟା କରିବା, ପ୍ରତ୍ୟେକ 4ଟି ସେକ୍ଟରରୁ ଦୋଳ ଯେଉଁ ବିମାନଟା ବୁଲିବା ମାନେ ସେଇ ଅଞ୍ଚଳରେ କରିବା ଭାରି କଷ୍ଟକର ହେଇଯାଉଛି। ତଥାପି ମଧ୍ୟ ଲୋକଙ୍କ ଭିତରେ ଯେଉଁ ଉନ୍ମାଦନା ଖେଳିଯାଇଛି, ଆମ ଘରକୁ ଠାକୁର ଆସିବେ, ସଜାବାଟ ହେବେ, ସଫା ହେବ, ସମସ୍ତେ ରହିବେ, ବୋହୂମାନେ ସମସ୍ତେଠୁ ଆରମ୍ଭ କରି ମାନେ ସମସ୍ତଙ୍କର ସାଷ୍ଟାଙ୍ଗ ଠାକୁରଙ୍କ ପାଇଁ ସେମାନେ ସବୁକିଛି ଅନେଇଥାନ୍ତି ଆମ ଘରେ କେତେବେଳେ ଠାକୁର ଖାଇବେ। ଏଇଟା ଗୋଟେ ପର୍ବ ଗୋଟେ ଆଉ ଇଏ ନିଶ୍ଚିତ ଭାବରେ ଯେଉଁ ଚନ୍ଦ୍ରଗ୍ରହଣ ଗୋଟେ ପଟେ ଲାଗିଲା ବେଳେ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗୁଛି ଏବଂ ତା ପରଦିନ ଆମେ ହୋଲିରେ ବି ମଧ୍ୟ ସେ ହୋଲି ନିଆରା ପର୍ବ ଆପଣ ଦେଖିବେ। କଟକ ସହର ଓଡ଼ିଶାର ଗୋଟେ ସଂସ୍କୃତି ପୀଠ, ସାଂସ୍କୃତିକ ପୀଠ, 1000 ବର୍ଷର ସହର। ସେ ସଂସ୍କୃତିକୁ କେହି ଲୁଚେଇ ପାରିବେ, ସିଏ ସବୁବେଳେ ଉଜ୍ଜୀବିତ ହେଇକି ରହିଛି। ତେଣୁ ଆମେ ସମସ୍ତେ ଦେଖିପାରିବା ଏଇ ପ୍ରଭୁଙ୍କର ଆଗମନ ଏଇଭଳି ଭାବରେ ଆପଣ ଦେଖୁଛନ୍ତି। ପରମ୍ପରା ମଧ୍ୟରେ ଆମେ ସମସ୍ତେ ଆନନ୍ଦିତ, କେବଳ ଆନନ୍ଦ ହିଁ ଆନନ୍ଦ।